नमस्कार सांग मैंने जय जगन्नाथ। तो अपन मैंने केमती होती आशा कर अपन मैंने बहुत भलरे खुशी रुहतु। आज तो हूँ होली आ बहुत खुशी दिन रंगर पर्व है होली। आई रंगर पर्व आपण मानक अनेक अनेक शुभेच्छा और शुभकामना। आज होली रे मो स्वामी ठार मु रंग बोलवा आरंभ कर आम रंग लगा लगी घर लोक पाखक जाऊँगी। तो चलतु ए समस्त रंग बोला बोली करवा आउ तार मजा नवा मो झील टे लगे देलु मुंडिया का तो बोपा मारिबा टिके घर लुचि के बस चाहा उठे दिया गले चाहा उठे दिया चाहा उठे ना हांदी बोला के दिया समस्त बसी अल्प लगे बोली तू ही लगी मुझे जगत है ये रे सिनाइलो जाऊं तो ही नाउ था तू लगे दोनों से जगती जा पेट दे हां हां कोठे मारी मु खाली एठी मारी एठी नाय नाय आज चलबनी गोटे वीडियो कर रह 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 हाँ भले खाऊ भले खाऊ हौ खुशी खबर पहुँची गलानी ना खुशी खबर पहुँची गलानी मिठा खाइबो हाँ खाइबा मानु दा चल जमानु रोषे हम आ सबुदिन रोषे हो डेरी हो पलि
ଗାଧେ ନ ଲାଗିଲେ ଭଲ ଲାଗିବ। ଗାଧେଇ ନଥିଲେ ହେଇଥାନ୍ତା। ବବୁଲ ବବୁଲ ଅଛନ୍ତି ନାଇଁ ପପୁଲୁ ପଳେଇଥିବେ ଆଜି କହୁଥିଲେ। ବବୁଲୁ ଗାଧେ ଆମର ପଶିଛି। ଆଜି ତାହେଲେ ମିତା ହେରିକା ଆଜି ବୁଲି ଆମେ ଖେଳୁ ଘର ଭିତରେ ଖେଳୁ। ଯୋଉ ପିକି ଆର ବର୍ଷ ଯାଇଥିଲେ ଲିନା ଯେ ଘର ଭିତରେ तो आपण तो देखुवे मुझे आसिक हस्पिटाल अच्छी होली खेल आमर सरीगला तापर पर ट्रेन आसला मामू को एमती एक्सीडेंट होती तो शीघ्र शीघ्र पलि आसली भुवनेश्वर किम्स मामू अच्छा आयुष भितर लगे किसी भी रेस्पॉन्ड करना तो चलो टी देखना मुझे कैमेरा पकड़ नौ ये आस मत नापा नना तो तार पलैला
ସାଙ୍ଗମାନେ ଆଜି ତ ମାନେ ଏତେ ବଡ଼ ଦିନରେ ଖୁସିର ଦିନରେ ଆଉ ଯେହେତୁ ହୋଲି ସମସ୍ତେ ଖେଳକୁଦରେ ମାତିଥାନ୍ତି ତ ଆଜି ଏତେ ଖୁସିର ଦିନରେ ଆଜି ଏତେ ବଡ଼ ଅଘଟଣ ଘଟିଗଲା ଯାହାକି ମାନେ ମୁଁ କଳ୍ପନା ବି କରିପାରୁନି ସତ କହିବାକୁ ଗଲେ। ତ ଏମିତି ଆମେ ସବୁ ହୋଲି ଖେଳୁଥିଲୁ ସମସ୍ତେ ମିଶିମିଶାକି ବହୁତ ଖୁସିରେ ହୋଲି ଖେଳୁଥିଲୁ। ଆଉ ଠିକ୍ 2ଟା ବାଜିଛି ଏମାନେ ତ ହୋଲିକି ଆମେ ତ ଗାଧେଇ ପାଧେଇ ଦେଇଛୁ ଆଉ ଏମାନେ ସବୁ ପିଲାମାନେ ଆଉ ତା ବାବା ହେରିକା ସବୁ ହୋଲି ଖେଳୁଥିଲେ ସେମାନେ ଆସିକି ଗାଧୋଉଛନ୍ତି ଆଉ ଫୋନ୍ ଆସିଲା ଯେ ଘରୁ ବୋଉ ଫୋନ୍ କଲା ଆଉ ମାମୁଁଙ୍କର ଏମିତି ମାନେ ଆକ୍ସିଡେଣ୍ଟ ହେଇଯାଇଛି। ମାନେ ମୋତେ ଗୋଟେ ଧକ୍କା ଲାଗିଲାନି ହେ କ'ଣ ହେଲା ନା ମାମୁଁଙ୍କର ଆକ୍ସିଡେଣ୍ଟ ହେଇଯାଇଛି ଆଉ ଏମିତି ଅଛନ୍ତି ସେ କିମ୍ସ ହସ୍ପିଟାଲରେ ଆଉ ବହୁତ ସିରିୟସ୍ ସେ ଅଛନ୍ତି ଆଇସିୟୁରେ। ତ ଶୁଣିଲା ଆସିକି କ'ଣ ହେଇଗଲା ମାନେ ମୁଁ କହିଲି ମାନେ ଏତେ ଖୁସିର ଦିନରେ ଆଉ ଏତେ ବଡ଼ ଦୁର୍ଘଟଣା ଘଟିଗଲା କ'ଣ ଏମିତି ହେଲା କାହିଁକି କେମିତି ଏଠୁ ଆମେ ମାନେ ମୁଁ କିଛି ନ ପଚାରି କିଛି ନାହିଁ ତାପରେ ବୋଉକୁ ପଚାରିଲି ନା ଏବେ ନନା ବାହାରିଛି ଯିବା ପାଇଁ ସେ 2ଟା ହେଲାଣି ଆମେ ବି ଖିଆପିଆ କରିନୁ ଇଏ ବି ଖିଆପିଆ କେହି କରିନାହାନ୍ତି ପିଲାପିଲି ବି ସବୁ ଗାଧେଇକି ଲେଟ୍ ଯୋଗୁଁ ହୋଲି ଖେଳୁଥିଲେ ତ ସବୁ ପିଲାମାନେ ଖାଇଲେ ପିଇଲେ ଇଏ ବି ଖାଇଲେ ତାପରେ କହିଲା ନନା ଆମେ ଯିବ ତ ବୋଉ ଯେମିତି କହିଲା ମୁଁ କହିଲି ମୁଁ ବି ଟିକେ ଯିବି ହାରି ମୁଁ ଆଉ ସମ୍ଭାଳିକି ରହିପାରିଲିନି ମୁଁ କହିଲି ମୁଁ ବି ଟିକେ ଯିବି ହାରି ଆଉ ଟିକେ ଦେଖିଦେଇକି ଆସିବି ତ ଏତେ ସିରିୟସ୍ କହୁଛନ୍ତି ଆଇସିୟୁରେ ଅଛନ୍ତି ତ ମୁଁ ଏଠୁ ନନା ସହିତ ଏଠୁ 3ଟାରେ ବାହାରିକି ଗଲି ମାନେ ନନା ଆସିଲା 8ଟି ନେଇକି ମୋତେ ଛାଡ଼ିଦେଲେ ସେଠି ଆଉ ଇଏ ଯେହେତୁ ଖେଳି ଖେଳିକି ହାଲିଆ ହେଇଯାଇଛନ୍ତି ଇଏ ବି ଯାଇପାରିଲେନି ତାଙ୍କ ଦେହଟା ବି ଟିକେ ଖରାପ ଅଛି ତ ମୋତେ ନେଇକି ସେଠି 8 ଛାଡ଼ି ଦେଇକି ଆସିଲା ନନା ସହିତ ଗଲି ମାନେ 3ଟାରୁ ଗଲି ସେଠି ଯାଇକି 5ଟାରେ ପହଞ୍ଚିଲି 5ଟାରେ ତାଙ୍କର ଭିଜିଟିଂ ଆୱାର ମାନେ ପେସେଣ୍ଟ ଯେଉଁ ଦେଖିବେ ଯେ 5ଟାରୁ 6ଟା ଘଣ୍ଟାକରେ ଆଇସିୟୁ ଭିତରେ ଏମିତି ନିୟମ ଥାଏ ତ 5ଟାରୁ 6ଟା ଆମେ ଯାଇକି ଦେଖିଲୁ ଆଉ ଦେଖିଲା ଆସିକି ଏମିତି ମାନେ ତାଙ୍କ ଅବସ୍ଥା ମାନଙ୍କର ଅବସ୍ଥା ମୁଁ ଦେଖି ହିଁ ପାରିଲିନି ମୋ ମାନେ ଆଖିରେ ମୋର ଲୁହ ରହିଲାନି ଯେମିତି ଭେଣ୍ଟିଲେଟର ଲାଗିଛି ମାନେ ସେ କୋମାରେ ଅଛନ୍ତି ଆଉ ତା କାନକରେ ତାଙ୍କର ବ୍ଲଡ଼ରା ବାହାରି ଯାଇଛି ଆଉ ଯେଉଁ ମୁଣ୍ଡ ସେଇଟା ଏଇ ମୁଣ୍ଡଠୁ ଫାଟିକି ସିଲେଇ ହେଇଛି ମୁଣ୍ଡ ଯାକ ମାନେ ଚୁଟି କଟା ହେଇଛି ଆଉ ଏଇଟା ଖଣ୍ଡିଆ ଖାବରା ହେଇଯାଇଛି ବହୁତ ସାରା ମାନେ ସେ ତ ଆଖି ଖୋଲୁନାହାନ୍ତି ଗୋଟେ ଆଖି ପୁରା ଜାମୁଆ ପଡ଼ିଯାଇଛି ଆଉ ମୋତେ ବହୁତ ଡର ଲାଗିଲା ମାନେ କ'ଣ ତାପରେ ଭେଣ୍ଟିଲେଟର ଲାଗିଛି ତ ମୁଁ ପାଖାପାଖି ଅଧଘଣ୍ଟେ ସେ ଦେଖିକିନା ମାମୁଁକୁ ଆସିଲି ତାପରେ ଏମାନେ ଥିଲେ ମାମୁଁଙ୍କ ପୁଅ ସେଠି 2 ଜଣ ଥିଲେ ସିଏ ଗଲେ ତାପରେ ଆର ମାମୁଁଙ୍କ ପୁଅ ଗଲେ ନନା ବି ଗଲା ମୋ ପରେ ନନା ଗଲା ତାପରେ ମାମୁଁ ପୁଅ 2 ଜଣ ଗଲେ ସମସ୍ତେ ଦେଖିକି ଆସି ତାପରେ ପଚାରିଲା ଆସି କ'ଣ ହେଇଛି କ'ଣ ନାହିଁ ଏଠୁ ସେ କହିଲେ ଯେ ଏମିତି ମାନେ ମାମୁଁ ଘର ଗାଁରେ ଜଣେ ଲେଡ଼ିଜ୍ ଜଣେ ଶିଖୁଥିଲେ ସ୍କୁଟି ତ ତାଙ୍କ ହଜବେଣ୍ଡ ତାଙ୍କୁ ସ୍କୁଟି ଶିଖଉଥିଲେ ଯେ ଇଲେକ୍ଟ୍ରିକ୍ ସ୍କୁଟି ମାମୁଁ ବସିକି ମୋବାଇଲରେ ଦେଖୁଥିଲେ ତାଙ୍କର ଯେଉଁ ମହାଭାରତ ଦେଉଥିଲେ ମୋବାଇଲରେ ଦେଖୁଥିଲେ ତ ଇଏ କ'ଣ କରିଛନ୍ତି ତାଙ୍କ ହଜବେଣ୍ଡ ମାନେ ସନ୍ଧ୍ୟା 7ଟା ହେଇଛି ତାଙ୍କ ହଜବେଣ୍ଡ ଛାଡ଼ିଦେଲେ ସ୍କୁଟି ଦେଇକି ତାଙ୍କୁ ସେମାନେ ଡାଇରେକ୍ଟ ଇଲେକ୍ଟ୍ରିକ୍ ସ୍କୁଟିଟା ମୋଡ଼ୁ ମୋଡ଼ୁ ମାନେ ଗାଁକି ଯାଏ ହାରି ତ ସେ ଜାଣିପାରିନାହାନ୍ତି ଯେ ଏତେ ଆକ୍ସିଲେଟର ମୋଡ଼ି ଦେଇଛନ୍ତି ସେ ସିଧା ଯାଇକି ମାମୁଁଠି ମାଡ଼ ହେଇଗଲା ମାମୁଁ ପଛକର କରିକି ବସିଛନ୍ତି ଯେମିତି ମାଡ଼ ହେଇଗଲା ସେଠି ଗୋଟେ ଟ୍ୟୁବୱେଲଟେ ଥିଲା ତ ତାଙ୍କ ଏଇ ମୁଣ୍ଡଟା ମାଡ଼ ହେଇକି ମୁଣ୍ଡ ଫାଟି ଆଉ କାନକରେ ବ୍ଲଡ଼ ନାକକରେ ବ୍ଲଡ଼ ମାନେ ପୁରା ତ ସେଇ ସମୟରେ ମାନେ ସେ ଆଉ ଅନେଇକି ନାହାନ୍ତି ଆଉ ମାନେ ସେନ୍ସଲେସ୍ ହେଇକି ସେମିତି ହିଁ ଅଛନ୍ତି କୋମାରେ ଅଛନ୍ତି ତ କ'ଣ ହେଉଛି କ'ଣ ନାହିଁ ସବୁ ତ ଭଗବାନଙ୍କ ଇଚ୍ଛା ଆଉ ଭଗବାନଙ୍କ ଉପରେ ଛାଡ଼ି ଦେଇଛୁ ଜଗନ୍ନାଥ ତାଙ୍କୁ ସାହା ହେବେ ତ ଦେଖିକି ଆମେ ବି ଏବେ ଆସୁଛୁ ଏବେ ସମୟ 9ଟା ବାଜିଗଲାଣି ମୁଁ ଆସିକି 8ଟାରୁ ଆସିକି ଏଠି 8ଟାରେ ପହଞ୍ଚିଗଲି 5ଟାରୁ 6ଟା ଦେଖିଲୁ 6ଟା ପରେ ବାହାରିଗଲୁ 8ଟା ମାନେ 8:30ରେ ଆସିକି ପହଞ୍ଚିଗଲୁ ତ ଟିକେ ବଦଳାବଦଳି କରିକି ଏଠି ଟିକେ ରେଷ୍ଟ ନେଇକି ବସିଛି ଆଉ ତାପରେ ଏମିତି କ'ଣ ହେଉଛି କ'ଣ ନାହିଁ ସେଇଟା ଜଣାପଡ଼ିବ ମୁଁ ଆପଣମାନଙ୍କୁ ଜଣେଇବି ତ ବହୁତ ଦୁଃଖର କଥା ଆଉ କ'ଣ ଯେ ଆପଣମାନଙ୍କୁ କହିବି ଚାଲନ୍ତୁ ଆପଣମାନଙ୍କୁ ଆଜିର ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ନିଶ୍ଚୟ କହିବେ ଆଉ ମୁଁ ଯାହା ଅଳ୍ପ ଟିକେ ଭିଡ଼ିଓ କରିଥିଲି ମାମୁଁଙ୍କର ତ ସେୟାର କରିଛି ତ ଭଲ ଲାଗିଲେ ଲାଇକ୍ କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବେ ରହୁଛି ନମସ୍କାର ଜୟ ଜଗନ୍ନାଥ।